8 ମାସ ପୂର୍ବରୁ ଖ୍ରୀଷ୍ଟ ଧର୍ମ ଗ୍ରହଣ କରିଥିଲେ ତିନିଟି ଆଦିବାସୀ ସମ୍ପ୍ରଦାୟ ପରିବାରର 16 ଜଣ ସଦସ୍ୟ। ଏବେ ଖ୍ରୀଷ୍ଟ ଧର୍ମ ପରିତ୍ୟାଗ କରି ସ୍ୱଇଚ୍ଛାରେ ନିଜ ଧର୍ମକୁ ଫେରି ଆସିଥିଲେ। ମୟୂରଭଞ୍ଜ ଜିଲ୍ଲା ମହୁଲଡିହା ଥାନା ଅନ୍ତର୍ଗତ କେଶଡିହା ପଞ୍ଚାୟତ ଅନ୍ତର୍ଗତ କେଶଡିହା କଦଳୀବାଡ଼ି ସାହିରେ ଆଦିବାସୀ ହୋ ସମ୍ପ୍ରଦାୟର ପ୍ରାୟ 100ରୁ ଊର୍ଦ୍ଧ୍ୱ ପରିବାର ବସବାସ କରନ୍ତି। ସେଥିମଧ୍ୟରୁ କିଛି ପରିବାର ସ୍ୱଧର୍ମ ପରିତ୍ୟାଗ କରି ଖ୍ରୀଷ୍ଟ ଧର୍ମ ଗ୍ରହଣ କରିନେଇଛନ୍ତି। ଏଥିମଧ୍ୟରୁ ପ୍ରାୟ 8 ମାସ ପୂର୍ବରୁ ଖ୍ରୀଷ୍ଟ ଧର୍ମକୁ ଗ୍ରହଣ କରିନେଇଥିବା ତିନିଟି ପରିବାର ସଦସ୍ୟ ସ୍ୱଧର୍ମକୁ ଫେରିବାକୁ ଗ୍ରାମର ଦେହୁରୀଙ୍କୁ ଯୋଗାଯୋଗ କରିଥିଲେ। ସେ ଅନୁଯାୟୀ ଗ୍ରାମ ଦେହୁରୀ ଗ୍ରାମବାସୀମାନଙ୍କ ସହିତ ଆଲୋଚନା କରି ନିଜ ଧର୍ମକୁ ଫେରି ଆସିବାକୁ କହିଥିବା ପରିବାରକୁ ସ୍ୱାଗତ କରିଥିଲେ। ତେବେ ଶୁକ୍ରବାର ଦିନ ଏହି ସ୍ୱଧର୍ମକୁ ଫେରିବାକୁ ଇଚ୍ଛୁକ ଥିବା ରାମ ଗାଗରେ ଏବଂ ତାଙ୍କ ପରିବାର ସଦସ୍ୟ ଏଥିସହ ଅନ୍ୟ ଲୋକମାନେ ଗ୍ରାମରେ ଗୋଟିଏ ସ୍ଥାନରେ ଆଦିବାସୀ ପରମ୍ପରା ଅନୁଯାୟୀ ଗ୍ରାମ ଦେହୁରୀ ମାଣିକ ରାମ ବଦ୍ରା ପୂଜା ଅର୍ଚ୍ଚନା କରିବା ପରେ ନିଜ ଧର୍ମରେ ମିଶି ଯାଇଛନ୍ତି। ଏ ଆମର ଜର ଅସୁବିଧା ହେଇଗଲା କି ଆଉ ଖ୍ରୀଷ୍ଟିଆନ ଧର୍ମ ନେଇଥିଲୁ ଏନା ତ ଆମର ହିନ୍ଦୁ ସମାଜରେ ମିଶି ଯାଉଛି 8 ମାସ ହେଇଗଲାନି। ନାଇଁ କି ସେମିତି କିଛି ନାହିଁ, ଆମର ନିଜର ପରିବାର ଅଂଶ ହିସାବ କରି ଯାଇଥିଲୁ ଆଉ ଯେ ଏମାନେ 16 ପରିବାର ଭିତରୁ ବର୍ତ୍ତମାନ 3 ପରିବାର ଫେରି ଆସିଛନ୍ତି ସ୍ୱଧର୍ମକୁ, ଅର୍ଥାତ୍ ସେମାନେ ଖ୍ରୀଷ୍ଟିଆନ ଧର୍ମରେ ଦୀକ୍ଷିତ ହେଇଥିଲେ। କୌଣସି କାରଣବଶତଃ କ'ଣ ଅସୁବିଧା ହେଲା ସେଟା ସେମାନଙ୍କର କଥା, କିନ୍ତୁ ଆଜି ବଡ଼ ଖୁସି ଲାଗୁଛି ସେମାନେ ନିଜ ଧର୍ମକୁ ବା ସ୍ୱଧର୍ମକୁ ଫେରି ଆସିଛନ୍ତି। ସେଥିପାଇଁ ଆମକୁ ଭାରି ଖୁସି ଲାଗୁଛି। ଏମାନେ ନିଜ ଇଚ୍ଛାରେ ହିଁ ଖ୍ରୀଷ୍ଟିଆନ ଧର୍ମରେ ଦୀକ୍ଷିତ ହୋଇଥିଲେ ଏବଂ ନିଜ ଇଚ୍ଛାରେ ହିଁ ଫେରି ଆସିଛନ୍ତି। ତେଣୁ ୟାଙ୍କ ଉପରେ କୌଣସି ପ୍ରକାର ପ୍ରେସର ଆମ ତରଫରୁ ଦିଆହେଇନି ବା ଆମ ଗ୍ରାମବାସୀଙ୍କ ତରଫରୁ କୌଣସି ପ୍ରକାର ପ୍ରେସର ଦିଆହେଇନି, କୌଣସି ପ୍ରକାର ପ୍ରଲୋଭନ କି ଜୋରଦସ୍ତି କରି ଏମାନେ ବି ଫେରି ଆସି ନାହାନ୍ତି। ନିଜ ଇଚ୍ଛାରେ ଯାଇଥିଲେ, ନିଜ ଇଚ୍ଛାରେ ଫେରି ଆସିଛନ୍ତି। ସେଇଟା ଠିକ ନୁହଁ। ଏମାନଙ୍କର ଗୋଟେ ଦୁର୍ବଳତା ରହୁଛି ଯେ ଆମକୁ ଜର ହଉଛି, ଆମେ ଜର ହେଲା ପରେ ଏମାନେ ମେଡିକାଲ ନ ଯାଇକି ଏମାନେ ସିଧା ଖ୍ରୀଷ୍ଟିଆନ ବା ମିଶନାରୀ ଏମାନଙ୍କ ପାଖରେ ଚାଲି ଯାଉଛନ୍ତି। ସେଇଟା କିନ୍ତୁ ଠିକ ନୁହଁ। ଜର ବା ରୋଗ ବୈରାଗ ଏକ ମଣିଷ ଜୀବନଟା ଥାଏ। ତେଣୁକରି ନିଜ ଧର୍ମରେ ରହି ନିଜର ସମାଜକୁ ସେବା କରିହେବ, ଏଥିରେ କୌଣସି ଦ୍ୱିମତ ନାହିଁ। କରଞ୍ଜିଆରୁ ବସନ୍ତ କୁମାର ସୋରେନଙ୍କ ରିପୋର୍ଟ, ରିପୋର୍ଟର୍ସ ଡେ।